ଏ ମଶା ପଶିକି ମୋ ତଣ୍ଟିରେ ଜୀବ ନେଇ ସାରିଲେ। ଏ ଇନଷ୍ଟା ରିଲ୍ ମାନେ କେମିତି ନାଗ ନାଗୁଣୀ ମାନେ ସାପ ମୂଷା ଖାଇକି ବଞ୍ଚୁଥିବ ମୁଁ ଜାଣି ହିଁ ପାରୁନି। କ୍ରେଞ୍ଜ ତ ପୁରା ସୀମା ହିଁ ପାଉନି। ବାଳ ଇନଷ୍ଟା ଆଉ ରିଲ୍ ବାଲେ ଏମିତି ଟ୍ରେଣ୍ଡ କରିସାରିଲେ ଯାହାକି ଆଗରୁ ଚାଲିଥିଲା କେତେ କଣ ଚାଲିଛି, କିଏ ସାର୍ଟ ହପାଡ଼ି କିଏ ଜୋକର ହେଇଯାଉଛି, କଣ କିଏ ହେଇଯାଉଛି କିଛି ଜଣା ହିଁ ପଡୁନଥିଲା ଟ୍ରେଣ୍ଡରେ। ଏବେ ତ ବାଳ ଚାଲିଛି କି ନାଗ ନାଗୁଣୀ। ନାଗ ନାଗୁଣୀ କେମିତି ଏମିତି ସେମିତି ନାଗ ନାଗୁଣୀ ନାହିଁ, ଇଚ୍ଛାଧାରୀ ନାଗ ନାଗୁଣୀ ଯାହାକି ତାଙ୍କ ଇଚ୍ଛା ଦ୍ୱାରା ସେମାନେ ସେ ନାଗ ନାଗୁଣୀ ଇଚ୍ଛା ଦେଲେ ଆମେ ଜୀବନରେ ସବୁ କିଛି କରୁଥିଲେ ଉପଦଲେ, କିନ୍ତୁ ଇଏ ନାଗ ନାଗୁଣୀ କିଛି କରିପାରୁନଥିବେ। ଖାଲିଟାକୁ ଆସି ଅଣ୍ଟା ହଲେଇକି ମୁଣ୍ଡ ହଲଉଥିବେ, କିନ୍ତୁ ତାଙ୍କର କିଛି ହେଇପାରୁନଥିବ ଗୀତ ବଜେଇକି। ଏଇ କବୁତ ଯାହା କଲା ତା ସିରିଏଲ ଦେଖିକି 6, 7, 8 ସିଜିନ କେତେ ବନେଇଗଲା ତା ଶତ୍ରୁ ମାରିବା ପାଇଁ, କିନ୍ତୁ କିଛି କାହାକୁ ମାରି ପାଇଲା ହିଁ ନାହିଁ। ଇଏ ଏଠୁ ଇମ୍ପ୍ରେସନ ପାଇକି ଆଇଛନ୍ତି ନାଗ ନାଗୁଣୀ ହବା ପାଇଁ। ବାଳ କଣ ଉପାଡ଼ି, ସିଏ ତ କିଛି ଉପାଡ଼ି ହିଁ ପାରେନି। ଇ ତମେ କଣ ଆଇଛ ଉପାଡ଼ିବା ପାଇଁ ଆଇଛ ନା ଟେକେଇବା ପାଇଁ ନା ଭିଡ଼ିଓ? ଇ ଶଳାଟା ଏମିତିଆ ନାଗୁଣୀ ଯିଏକି ମନ୍ଦିର ଯାଇ କଣ ପ୍ରଭୁ ଶିବଙ୍କୁ ପୂଜ୍ୟ, ଇଏ ଆସି ମଣିଷ ସାମ୍ନାରେ ବର ମାଗି ଅଣ୍ଟା ହଲେଇ ଇ କଣ ପାଇଁ ହାତ ହଲଉଛି? ଏଇଟା ହଲେଇଥିଲେ କଣ ତୁ ନାଗୁଣୀ ହେଇଗଲୁ? ନା, ତୁ ସେ ଛପରି ଥିଲୁ, ଛପରି ଅଛୁ, ଛପରି ନାଗୁଣୀ ରହିବୁ। ସେଟା ସମସ୍ତଙ୍କ ଦୋଷ ଥାଏ ଗୋଟେ ଗୋଟେ, କିନ୍ତୁ ୟା ଦୋଷ କଣ ଜାଣିଛ? ଇଏ ବାଳକୁ ଆଖି ମାରେ। ହେଇଠୁ ବେଶ କଣ କଲ ରହ ଶଳାକୁ ନାଗୁଣୀ ହବ ଏବଂ ଆଖି ହଲେ ସେଟା ଯାଇନି। ଇଏ କରିବ କଣ? ଲୋକଙ୍କୁ ବଞ୍ଚେଇବ ନା ଖାଲି ଆଖି ମାରେ? ତ ଅଧା ଲୋକଙ୍କୁ ବଞ୍ଚା ବଦଲେ ପଟେଇ ଦେଇକି ଆସ ତାକୁ ଟେକି ନେଇ ଏତେ ଶତ୍ରୁ ମାନେ ଇଏ ଭଳିଆ ନାଗୁଣୀ ହବ ଚେଷ୍ଟା କରୁ। ବା ସମସ୍ତେ ଦେଖି ଦେଖି ଗୋଲ୍ଡେନ ନାଗୁଣୀ, କଳା ନାଗୁଣୀ, କଣ ନାଗ ଥିବେ। ଇଏ ଶଳା ଦି ପ୍ରକାର ନାଗୁଣୀ। ୟାର ରୂପ ବହୁ ରୂପ, ଦି ପଟିଆ, କେତେ ଶତ୍ରୁକୁ ପଟେଇ କେତେ ମିତ୍ର ମତେ କିଛି ଜଣା ପଡେ। ଦି ପଟିଆ ରଙ୍ଗ ଆବେ ମାନେ କୋଉ ନାଗୁଣୀର ଅଣ୍ଡା ତୁ ଜନ୍ମ ହେଇଛୁ? ନେଡି ଅଣ୍ଡା ନା ଧଳା ଅଣ୍ଡା ନା ଦିଟା ମିଶାଉଛି ତମେ ଜଣା ପଡୁନି। ଇଏ ଭଳିଆ ନାଗୁଣୀ ମାନେ ନାଗୁଣୀଙ୍କ ଆଗରେ ଏଇ ମୁହଁ ଆଗରେ ଉଡୁଛି କଣ ପାଉଡର ଧୂଆଳିଆ। ଆମେ ନାଗୁଣୀ କି ଭଳିଆ ବେ ମାସରେ ତାଙ୍କ ରୂପକୁ ଆସିବା ପାଇଁ ବହୁତ ଚେଷ୍ଟା କରନ୍ତି, ସେଥିପାଇଁ ତାଙ୍କୁ ବହଲା କିନ୍ତୁ କଣ କରେ ଯିବ ହଲୁ ନାହିଁ। ସାପର ଦି ପଟେ ଯିବ ତାଙ୍କର ଗୋଟେ ଯିବ, ଇ ଯିବ ହଲେଇ ମାନେ ଗୁଳୋଳି ପକାରେ ବ୍ୟସ୍ତ ହେଇଯାଉଛି। ଲୋକ ଦେଖି ନାଗୁଣୀ କମ ଆଇଛି ବାହାରକୁ ଫଙ୍କସନରେ ନାଚ ଦେଖିବା ପାଇଁ, ନାଚ ବାଜି ତୁ ନା ଶୋଇକି ଉଠିଛି ନା? ଇଏ ଶୋଇକି ଉଠିଥିଲା ଏଇନା ଦେଖିଲେ ନାଗିନୀଟା ସେ ଟ୍ରେନିଂ ଚାଲିଛି କଣ କରିছে ସେ କିଛି ନ ମିଳେ ପଛପଟେ ପଡ଼ିଟାକୁ ଟଙ୍ଗେଇ ଦେଲା। ଡଙ୍ଗେଇକି ଏଇ ଭୁଲିଆ ନାଗୁଣୀ ହବ କିଛି ନାଗୁଣୀ ହବ, କିନ୍ତୁ ଇଏ ତ ନାଗି ଡ୍ୟାନ୍ସରେ ପଳେଇ ଡ୍ୟାନ୍ସ କରି ପଳେଇଲା ଏଠି। ସେଟା କୋଉ ଭଳିଆ ନାଗୁଣୀ? କିଏ ନାଲି ନେଳି ହଳଦୀ ସବୁ ପ୍ରକାର ନାଗୁଣୀ ଏଠି ଦେଖିଆ ଯିବେ। ନାଗିଣୀ ତ ପୁରା ଗାଁଙ୍କ ପଶିଛି ଗ୍ରୁପ। କୋଉ ଭଳିଆ ରୂପ ରଙ୍ଗର ଚେଞ୍ଜ କରି ଏଗୁରା ମୁଁ କିଛି ବୁଝିପାରୁନି ଏଗୁରା କଥା। ତୁ ନାଗିନ ତ ବିନ୍ ବେଲା କାହିଁ ହେଇକି ବିନ୍ ମିନି ବଜା ଲାଗିଲା ନାଗିନ ହେଇକି ଯାକ ଶଳା ଏଗୁରା କିଛି ବୁଝି ହବନି। ये क्या है? What? ତୁ ଦି ଲୁଟେବୁ କାହାବରା ଘରର ଆଗ ନିଜେ ଡିସାଇଡ୍ କରିଦିଏ ତୁ କଣ ହବୁ, ଆଗ ମଣିଷ ହବୁ ନା ସାପ ହେଇକି ଆସିବୁ। ଯାହା ତୁ ହଉଛୁ ହ ଆଗ ତୁ ଡିସାଇଡ୍ କରିକି ହ, ତାପରେ ଯାଇ ଦି ଲୁଟେବୁ କାହାକୁ ଯାଇକି ଶ୍ୱଶୁର ବାଳ ପଡେ କଣ ନା ବାଳ ବାଳ ହବୁ ତୁ। ଆସୁଥିଲା ଦେଖି ତୋ ଭଳିଆ ଭଳିଆ ରୂପ ଦେଖି ବହୁ ରୂପିବାକୁ ଦେଖି ସେ ଅଧା ଲୋକ ଦୂରେଇକି ପଳେଇଲା। ସେ ଆଉ ଆସିପାରିବନି ନାଇଁ କରି ଯାଉଛି। ସେ ପଡିଛି ଝିଅଟା ନାଇଁ କରିଦେଇ ପଳେଇଲା। କହିଲେ ତୁ ଏମିତି ହେଇଛୁ ଅଧା ନାକ ଅଧା ସାପ ଭଳିଆ ହଉଛୁ ମାୟା ଭଳିଆ। ସେ ଆଉ ମୁଁ ଯିବି ନାହିଁ। ସେ ଅଧାରୁ ଦେଖି ପଳେଇଲା। ତୁ କାହା କହିଛି ମିଶିବୁ ରେ? ନା ମାନେ ନା ଗୋଟେ ଥର ନାଇଁ କରିଦେଲେ ନାଇଁ ଆଉ ଯାଇପାରିବି ନାଇଁ। ବାଳ 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 ଯିବି ନା ସମସ୍ତେ ବାଳ କଥା ତୁ କଦଳୀ ଲୁଟେଇବୁ ମୋ ଉପରେ କଣ ଲୁଟେଇବୁ ତୁ ଅଛି ବାଳ ଲୁଟେଇବୁ ନାଗିନୀ ହବାର ନାଗିନୀ ତୁ ରାତିରେ ଖୁମ୍ପି ଖାମ୍ପି ଦେବୁ ମୁଁ ସଲା ପୁରା ଉପରୁ ଯିବି ତୋ ପାଇଁ ଗଲା ହାତରେ ମୁଁ ଯିବିନି କାହା ପାଖକୁ ମୁଁ ଚାଲି ଟାଟା। हमरे जैसा लोग रहता है हमको भेजा यहाँ रिसर्च करने। ତ ଆପଣଙ୍କ ଭିଡ଼ିଓ କେମିତି ଲାଗିଲା ଟିକେ ବି ରୋମାଞ୍ଚକ ଲାଗିଥିବ କି ନ ଲାଗିଥିବ ମୁଁ ଜାଣିନାହିଁ, କିନ୍ତୁ ଭିଡ଼ିଓ ଲାଇକ୍ କରିବ, ଚ୍ୟାନେଲ ସବସ୍କ୍ରାଇବ୍ କରିବ ଆଉ ଯିବ ନିଶ୍ଚିତ ସକାଳ ବେଳାକୁ
କାମ ତ ରହୁଛି ଟାଟା ବାବା ସି ୟୁ ଟୁମର କୁମର ସିମର ଗୁମର ଯାହା ହଉଛ ଦେଖା କାଲି ସକାଳେ ବାଏ ବାଏ।